ସମସ୍ତଙ୍କୁ ନମସ୍କାର ଜୟ ଜଗନ୍ନାଥ ପୁଣି ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ। ତ ଆସିଯାଇଛି ଓଡ଼ିଶା ପୁଲିସ ତରଫରୁ ଏସ୍ଆଇର ଫୁଲ୍ ନୋଟିଫିକେସନ୍। ଏଇଟା ହେଲା ତାର ଫୁଲ୍ ନୋଟିଫିକେସନ୍ଟା। ଆଉ ଯେଉଁମାନଙ୍କର ଏଜ୍ ଅଛି ଆଉ ଯେଉଁମାନଙ୍କର ଏଲିଜିବିଲିଟି କ୍ରାଇଟେରିଆ ଆମର ତାକୁ ଫୁଲଫିଲ୍ କରୁଥିବେ ତ ସେମାନେ ଏଟାକୁ ନିହାତି ଭାବରେ ଆପ୍ଲାଏ କରିପାରିବେ। ତ କ'ଣ ରହିଛି ଡିଟେଲ୍ ନୋଟିଫିକେସନ୍ ଆସନ୍ତୁ ଦେଖିନେବା। ଯେମିତି ଆମେ ପୂର୍ବରୁ ଜାଣିଥିଲେ ଆମର 933ଟି ପୋଷ୍ଟ ଥିଲା, ଯାହାର ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯାଉଛି 20/1/2025 10ଟା AM ଦିନ 10ଟାରୁ ଆରମ୍ଭ ହୋଇଯାଉଛି। ତାର ଶେଷ ହେବ କେବେ ନା 10/2/2025 ମାନେ ଫେବୃଆରୀ 10 ତାରିଖ ରାତି 10ଟା PM ରେ। ଠିକ୍ ଅଛି। ତ ଏହି ସମୟ ସୀମା ଭିତରେ ସମସ୍ତଙ୍କୁ ଆପ୍ଲାଏ କରିବାକୁ ପଡ଼ିବ। ବାକି ରହିଲା www.orishapolice.gov.in ରେ ଯାଇକି ସମସ୍ତଙ୍କୁ କ'ଣ କରିବ ନା ଆପ୍ଲାଏ କରିବାକୁ ପଡ଼ିବ। ତ ଏହାର ଅଛି ତାର ଡିଟେଲ୍ସ। ଆଉ ବାକି ରହିଲା ଭ୍ୟାକେନ୍ସି ପୋଜିସନ୍। ଯଦି ଭ୍ୟାକେନ୍ସି ପୋଜିସନ୍ ଦେଖାଯିବ ତାହେଲେ SI ଆଉ SI ଆର୍ମଡ୍ ଆଉ ଷ୍ଟେସନ୍ ଅଫିସର ଆଉ ଆସିଷ୍ଟାଣ୍ଟ ଜେଲର। ତ ସବ୍ ଇନ୍ସପେକ୍ଟର ପୋଲିସ ତାର ଏସିରେ ଅଛି ମେଲ୍ 40ଟି, ଓମେନ୍ 20ଟି। ବାକି ଯଦି ST ଦେଖାଯିବ ତାହେଲେ ମେଲ୍ ଅଛି 138ଟି, ଓମେନ୍ ଅଛି 68। ଆଉ ସେଠି ଦେଖାଯିବ SC BC ତାହେଲେ ମେଲ୍ ଅଛି 64ଟି ଆଉ ଓମେନ୍ ଅଛି 31। ତ UR ଯଦି ଦେଖାଯିବ ଅନରିଜର୍ଭ ତା ଭିତରେ ମେଲ୍ ଅଛି 166 ଆଉ ଓମେନ୍ ଅଛି 82। ଯଦି ଟୋଟାଲ୍ ଉପରେ ଦେଖାଯିବ ତାହେଲେ 408ଟି ଅଛି ଆମର ମେନ୍ ଆଉ 201ଟି ଅଛି ଆମର ଫିମେଲ୍ ବା ଓମେନ୍ କାଟେଗୋରୀରେ। ଏକ୍ସ ସର୍ଭିସ୍ ମ୍ୟାନ୍ ଅଛି 18ଟି ଆଉ ସ୍ପୋର୍ଟସମ୍ୟାନ୍ ମେନ୍ ଅଛି 4ଟି, ଓମେନ୍ ଅଛି 2ଟି। ତ ସେମିତି ଆମର ଆର୍ମଡ୍ରେ ଦେଖିନେବେ 36ଟି ଅଛି ଆଉ ଷ୍ଟେସନ୍ ଅଫିସର ଆଉ ବାକି ରହିଲା ଆସିଷ୍ଟାଣ୍ଟ ଜେଲର, ତ ତାକୁ ଦେଖିନେବେ। ତାପରେ ଏଠି ଲେଖିଦେଇଛି OW କ'ଣ ଏମ୍ର ମେଲ୍ ମେନ୍ ଏସବୁ ଆମକୁ ଜଣା ଅଛି। ତ ଇମ୍ପୋର୍ଟାଣ୍ଟ ନୋଟ୍ କ'ଣ ଲେଖିଛି ନା ଯେଉଁମାନେ ପର୍ସନ୍ ୱିଥ୍ ଡିଜାବିଲିଟି ଆର୍ ନଟ୍ ଇଲିଜିବୁଲ୍ ଫର୍ ଦ ରିକ୍ରୁଟମେଣ୍ଟ ଟୁ ଦ ପୋଷ୍ଟ ହେଲା। ତ ଯେଉଁମାନଙ୍କର ଡିଜାବିଲିଟି ଅଛି ତ ସେମାନେ ଏଇଟାକୁ ଆପ୍ଲାଏ କରିପାରିବେନି, ବାକି ସମସ୍ତେ ଆପ୍ଲାଏ କରିପାରିବେ ହେଲା। ଆଉ ଗୋଟେ ଜିନିଷ ଲେଖିଛି ଏଠି, ଓମେନ୍ ଆଣ୍ଡ ଟ୍ରାନ୍ସଜେଣ୍ଡର candidates are eligible to apply for the post of SI and assistant jailer, but they are not eligible for the post of SI armed ଆଉ ଷ୍ଟେସନ୍ ଅଫିସର ପାଇଁ ସେମାନେ ଏଲିଜିବୁଲ୍ ନଥିଲା। ଯେଉଁମାନେ ଓମେନ୍ ଆଉ ଟ୍ରାନ୍ସଜେଣ୍ଡର ଅଛନ୍ତି ସେମାନେ SI ପୋଷ୍ଟ ଆଉ ଆସିଷ୍ଟାଣ୍ଟ ଜେଲର ପକାଇ ପାରିବେ, କିନ୍ତୁ SI ପୋଷ୍ଟ ଆର୍ମଡ୍ ଆଉ ଷ୍ଟେସନ୍ ଅଫିସର ସେମାନେ ପକାଇ ପାରିବେ ନାହିଁ। ପ୍ରଥମେ ଆପଣଙ୍କ ରିଟିନ୍ ହେବ, ତାପରେ ଆମର ଫିଜିକାଲରେ ହେବ ଏଫିସିଏନ୍ସି ଟେଷ୍ଟ ଆଉ ତାପରେ ମେଜରମେଣ୍ଟ, ଏ ଦୁଇଟା ଟେଷ୍ଟ ହେବ। ଯଦି ସ୍କେଲ୍ ଅଫ୍ ପେ ଦେଖାଯିବ ତ ଆପଣଙ୍କର ରହିଛି 9,300ରୁ 34,800 ୱିଥ୍ ଗ୍ରେଡ୍ ପେ 4,200 ଆଉ 42 ପେ ରହିଛି। ତା ସହିତ 35,000 ବେସିକ୍ ପେ ଆଉ ତାର ଲେଭେଲ୍ 9ରୁ। ଯଦି ଏଜ୍ ଦେଖାଯିବ ତାହେଲେ 21ରୁ 25 ବର୍ଷ ଭିତରେ ବୟସ ହେଇଥିବା ଦରକାର, ତାଠୁ ଅଧିକ ହେଲେ ହେବ ନାହିଁ। 5 ବର୍ଷ ରିଲାକ୍ସେସନ୍ ଅଛି ଆମର କାହାର ନା SC ST ଆଉ SC BC ଆଉ ଓମେନ୍ କ୍ୟାଣ୍ଡିଡେଟ୍ସ ମାନଙ୍କର 5 ବର୍ଷ ରିଲାକ୍ସେସନ୍ ଅଛି। ତାହେଲେ ମୁଁ ଯେଟା ପ୍ରଥମରୁ ମୁଁ କହିଥିଲି ଏଇ କଥା। ଆଉ ତାପରେ ନେକ୍ସଟ ଆସୁଛି, ଯଦି ଏକ୍ସ ସର୍ଭିସ୍ ମ୍ୟାନ୍ କ୍ୟାଣ୍ଡିଡେଟ୍ସଙ୍କ କଥା ଦେଖାଯିବ ତ ଯେଉଁମାନେ ଅଛନ୍ତି ତ ସେମାନେ 6 ମାସର ଡିସଚାର୍ଜ ରିଟାୟାରମେଣ୍ଟ ସାର୍ଟିଫିକେଟ୍ ସେମାନଙ୍କ ପାଖରେ ଥିବା ଦରକାର, ତ ସେମାନେ ଏଲିଜିବୁଲ୍। ଆଉ ବାକି ଯେଉଁମାନେ ଫୁଲଫିଲ୍ କରିପାରୁନଥିବେ ତ ସେମାନେ ସେଇଟା ଏଲିଜିବୁଲ୍ ନୁହଁ। ଯଦି ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖାଯିବ ତାହେଲେ ସବ୍ ଇନ୍ସପେକ୍ଟର ପୋଲିସ ଆଉ SI
पुलिस आर्म्ड आउ ता सहित असिस्टेंट जेलर एमानेଙ୍କ ପାଇଁ ଆମର କ'ଣ ନା ସେମାନେ ମୋଷ୍ଟ ପାଷ୍ଟ ବ୍ୟାଚଲର डिग्री ଯେମିତିକି ମୁଁ କହିଥିଲି ଆମର +3 ପିଲାମାନେ ହିଁ ଆପ୍ଲାଏ କରିପାରିବେ ହେଲା। ଆଉ ହଁ ଯେମିତି ମୁଁ ପୂର୍ବ ଭିଡ଼ିଓରେ କହିଥିଲି ଆମର ଷ୍ଟେସନ ଅଫିସର ପୋଷ୍ଟ ଯେଉଁ ଅଛି ଆମର ଫାୟାର ସର୍ଭିସ୍ ଆମର ଅଣ୍ଡରରେ ତ ସେଇଟାକୁ ଆମର କେଉଁମାନେ ସାଇନ୍ସ ପିଲା ମାନେ ହିଁ ଆପ୍ଲାଏ କରିପାରିବେ। ଆଉ ତା ସହିତ କ'ଣ ଇଞ୍ଜିନିୟରିଂ ଆଉ ଗ୍ରାଜୁଏଟ୍ ହେଇଥିବ। କ'ଣ ହେଲା ନା ଏସ୍ଆଇ ଆଉ ଏସ୍ଆଇ ଆର୍ମ ଆସିଷ୍ଟାଣ୍ଟ ଜେଲର ଏଟାକୁ ଆମର ସମସ୍ତେ ଆପ୍ଲାଏ କରିପାରିବେ ଯେଉଁମାନଙ୍କର +3 ପାସ୍ କରିଥିବେ। ଆଉ ବାକି ରହିଲା ଆମର ଯେଟା ଷ୍ଟେସନ ଅଫିସର ରହିଲା ପଦବୀଟା ସେଇଟାକୁ ଆମର କେବଳ କେଉଁମାନେ ନା ସାଇନ୍ସ ପିଲା ତା ସହିତ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ପିଲା ହିଁ ଆପ୍ଲାଏ କରିପାରିବେ। ହଁ ଆଉ ତାପରେ ବାକି ଆସିଲା ଏଠି ଲେଖା ହେଇଛି ନୋଟ୍ ହେଲା। ଏଠି କହିଛି ଯଦି କୌଣସି ବାହାରେ ୟୁନିଭର୍ସିଟିର ପିଲା ଆମର କରିଥିବ ତ ସେମାନଙ୍କର ଆମର କ'ଣ ଥିବା ଦରକାର ଇକ୍ୱାଲେନ୍ସ ସାର୍ଟିଫିକେଟ୍ ଥିବା ଦରକାର ଆଉ ଯେ ଆପ୍ଲିକେସନ୍ ସାର୍ଟିଫିକେଟ୍ ଥିବା ଦରକାର ହେଲା ଯାହାଫଳରେ ସେମାନେ ଆପ୍ଲାଏ କରିପାରିବେ। ବାକି ଆସିଲା ଜେନେରାଲ ଇଲିଜିବିଲିଟି କ୍ରାଇଟେରିଆ କ'ଣ ହେଉଛି ତାର କ୍ରାଇଟେରିଆ ଆମେ ଦେଖିବା ତ ସେଇଆ ସବୁଥିରେ ଯାହା ରହିଥାଏ ହେଲା ଗୋଟେ ସିଟିଜେନ୍ ହେଇଥିବେ ଗୋଟେ ମୋରାଲ କ୍ୟାରେକ୍ଟର ହେଇଥିବେ ଆଉ be of sound health and physics. He should be free from any organic defect of body infirmity ମାନେ କୌଣସି ଡିଫେକ୍ଟ ନଥିବ ବଡ଼ିରେ ହେଲା ସେମାନେ କ'ଣ କରୁଥିବେ ନା ଓଡ଼ିଆ କହି ଲେଖି ବୁଝି ପାରୁଥିବେ ଆଉ ଆମର କ'ଣ କରିଥିବେ ନା ଏମଇ ସ୍କୁଲ ଅର୍ ହାୟର ଏଜୁକେସନରେ ଓଡ଼ିଆ ଲାଙ୍ଗୁଏଜ ଲେଖି ପାଠ ପଢ଼ିଥିବେ ଆଉ ହାଇସ୍କୁଲର ସାର୍ଟିଫିକେଟ୍ ଆମର ଇକ୍ୱାଲେଣ୍ଟ ଥିବ ୱିଥ୍ ଓଡ଼ିଆ ଏଜ୍ ଏ ମିଡ଼ିୟମ୍ ଅଫ୍ ଏକ୍ଜାମିନେସନ୍ ଇନ୍ ଏ ନନ୍ ଲାଙ୍ଗୁଏଜ ସବଜେକ୍ଟ ବାକି ରହିଲା ନହେଲେ ଆମର କ'ଣ କରିଥିବେ ମାନେ ଏଇ କ୍ରାଇଟେରିଆ ଥିବ ତ ଗୋଟେ ଥିଲେ ବି ଚଳିବ କିଛି ଅସୁବିଧା ନାହିଁ ହେଲା। ହଁ ନଟ୍ ହ୍ୟାଭ୍ ମୋର୍ ଦେନ୍ ୱାନ୍ ସ୍ପାଉସ୍ ଲିଭିଂ ହେଲା ଏକରୁ ଅଧିକ ସ୍ପାଉସ୍ ନଥିବ ହେଲା ଯଦି ସ୍ତ୍ରୀ କଥା ଦେଖାଯିବ ମୋର ଧର୍ମପତ୍ନୀ ତ ଅଧିକ ନଥିବ ଏକରୁ ଆଉ ନଟ୍ ହ୍ୟାଭ୍ ବିନ୍ ହେଲା କନଭିକ୍ଟେଡ୍ ଏନି କ୍ରିମିନାଲ ଅଫେନ୍ସ ହେଲା ତ କ୍ରିମିନାଲ ରେକର୍ଡ କୌଣସି ନଥିବ ତ ସେଇମାନେ ହିଁ ଏଇଟାକୁ ଆପ୍ଲାଏ କରିପାରିବେ। ତ ଏହା ଥିଲା ତାର ଜେନେରାଲ ଇଲିଜିବିଲିଟି କ୍ରାଇଟେରିଆ। ତାପରେ ଆସିଲା ସାର୍ଟିଫିକେଟ୍ସ ଆଉ ଡକୁମେଣ୍ଟସ୍ ହେଲା ତ ସାର୍ଟିଫିକେଟ୍ ଆସିଲା ଗୋଟେ ରିସେଣ୍ଟ ପାସପୋର୍ଟ ସାଇଜ୍ ଫଟୋ ଆଉ ସିଗ୍ନେଚର ଆଉ ଆମର ଥମ୍ବ ଇମ୍ପ୍ରେସନ୍ ଏସବୁ ଆମର କ୍ଲିଅର ଭିଜିବୁଲ୍ ଆଉ ଦେଖି ହେଉଥିବ ହେଲା କ୍ଲିଅର ଆସୁଥିବ ତ ସେଇଟାକୁ ଟିକେ ଧ୍ୟାନ ରଖି ଆପ୍ଲାଏ କଲାବେଳେ ଯଦି କୌଣସି କାଷ୍ଟ ଯାହା ଥିବ ଏସ୍ ସି କି ଏସ୍ ଟି କି SC BC ଥିବ ତ ଆମର ତାକୁ ହେଉଛି ଆମର ଇସ୍ୟୁଡ୍ ବାଇ ଦ କମ୍ପ୍ଲିଟ୍ ଅଥରିଟି ହେଲା ତ ପରଫେକ୍ଟ ସଠିକଟା ହେଇଥିବ ତ ତାହେଲେ ସେଇଟାକୁ ନିଆଯିବ ନହେଲେ ତାକୁ ଏଇଟା କ'ଣ କରାଯିବ ନା କାଟି ଦିଆଯିବ। ବାକି ରହିଲା OBC ନିଆଯିବନି ତୁମେ କହୁଥିବ ମୁଁ SC BC ହେଲା ମୁଁ OBC ମୁଁ SC BCରେ ପକେଇବି SCB ସାର୍ଟିଫିକେଟ୍ OBCରେ ଆପ୍ଲାଏ କରାଯାଉଛି ଏଠି OBC ସାର୍ଟିଫିକେଟ୍ ନିଆଯିବନି ହେଲା ମୁଁ କହିଲି OBC ସାର୍ଟିଫିକେଟ୍କୁ କନସିଡର କରାଯିବ ନାହିଁ ସେଡ୍ୟୁଲ୍ ହେବ ନାହିଁ ହେଲା ତ ଆଉ ତାପରେ ଆସିଲା 10th ଅର ଇକ୍ୱାଲେଣ୍ଟ ପାସ୍ ସାର୍ଟିଫିକେଟ୍ ହେଲା ତ ଯେହେତୁ +3 ପର୍ଯ୍ୟନ୍ତ ମାଗିଛି ତାହେଲେ ସବୁ ସାର୍ଟିଫିକେଟ୍ ତୁମକୁ କ'ଣ ଦେବାକୁ ପଡ଼ିବ କ୍ଲିଅର ଏବଂ ସୁନ୍ଦର ଭାବରେ ଆମର ଅପଲୋଡ଼ କରିବାକୁ ପଡ଼ିବ ଯେମିତି ଅଥରିଟି ସେଟାକୁ ବୁଝିପାରୁଥିବେ ହେଲା ଏଇ ଓଡ଼ିଆ ଲାଙ୍ଗୁଏଜ ପାସ୍ ସାର୍ଟିଫିକେଟ୍ ଆଉ ଆସିଲା ସ୍ପୋର୍ଟସ୍ ଆଇଡି ଯଦି ଥିବ ତାହେଲେ ସ୍ପୋର୍ଟସ୍ ଆଇଡି ଦେବେ ଆଉ ଆସିଲା ଆମର ଗଭର୍ଣ୍ଣମେଣ୍ଟ ସର୍ଭିସ୍ ହୋଲ୍ଡରଙ୍କ ପାଇଁ NOC ଆଣିକି ସାର୍ଟିଫିକେଟ୍ ମଧ୍ୟ ତାଙ୍କୁ ଅପଲୋଡ଼ କରିବାକୁ ପଡ଼ିବ ବାକି ରହିଲା NCC B or C ସାର୍ଟିଫିକେଟ୍ସ ହେଲା ଆମର ଯଦି ଥିବ ତାହେଲେ ଏଟାକୁ ତୁମେ ଆପ୍ଲାଏ କରିପାରିବ କିଛି ଅସୁବିଧା ନାହିଁ ହେଲା ଇନ୍ କେସ୍ ଅଫ୍ ଟ୍ରାନ୍ସଜେଣ୍ଡର ଏ ସାର୍ଟିଫିକେଟ୍ ଅଫ୍ ଆଇଡେଣ୍ଟିଫାଇ ହେଲା ଯଦି ଟ୍ରାନ୍ସଜେଣ୍ଡର ଥିବେ ତାହେଲେ ତାର ସବୁ ହେଉଛି ପର୍ଟିକୁଲାର ସାର୍ଟିଫିକେଟ୍ ଥିବ ତାର ପ୍ରମାଣପତ୍ର ସେଟାକୁ ଅପଲୋଡ଼ କରିବା ପାଇଁ ପଡ଼ିବ ଆଉ ବାକି ରହିଲା ଏନି ଅଦର ଡକୁମେଣ୍ଟ ଇଫ୍ ରିକ୍ୱାର୍ଡ ଡ୍ୟୁରିଂ ସବମିସନ୍ ଅଫ୍ ଅନଲାଇନ୍ ଆଉ ଆପ୍ଲିକେସନ୍ ଏଟା ଆପ୍ଲିକେସନ୍ ପୋର୍ଟାଲ୍ ହେଲା ତାହେଲେ ଯାହା ବି ତୁମର ଦରକାର ପଡ଼ୁଥିବ ତାହେଲେ ତୁମେ ସେଟାକୁ କ'ଣ କରିବ ଅପଲୋଡ଼ କରିବ ହେଲା ବାକି ରହିଲା ତ ବୋର୍ଡ଼ ଇଜ୍ ନଟ୍ ଲାଇକ୍ ନୋଟ୍ ଏଟା ଆଉ ଗୋଟେ ଇମ୍ପୋର୍ଟାଣ୍ଟ ନୋଟ୍ ଦେଇଛି ଏଠି ସେଇ କଥା କହିଲା ତ ରିଟିନ୍ ତ ହେବ ରିଟିନ୍ ପରେ ଆମର ଦୁଇଟା ଟେଷ୍ଟ ହେବ ଆମର ଏଫିସିଏନ୍ସି ଟେଷ୍ଟ ହେବ ଆଉ ମେଜରମେଣ୍ଟ ଟେଷ୍ଟ ହେବ ଯାହା ବି ଡକୁମେଣ୍ଟ ଦେଇଥିବ ସେସବୁ ଡକୁମେଣ୍ଟ ଭେରିଫିକେସନରେ ଆମର ଦେଖିବାକୁ ପଡ଼ିବ ଆଉ
ठीक सठिक होता दरकार ना सेटाको कैंसल कर दिया जिवो। तो लास्ट डेट ऑफ सबमिशन एप्लिकेशन जमी मुझे कही जदि देखा एग्जामिनेशन फी ताले एटी कौन से एग्जामिनेशन फी पड़ू ना फ्री अच्छी बाकी रहा भेन्यू डेट एंड मोड ऑफ एग्जामिनेशन सेटा आमर परवर्ती नोटिफिकेशन एटा को जणे दिया जिवो ए www.odishapolice.government.in रे गले सेटा को फर्दर सेटा को शो करे देबे। तो वर्तमान पई सेटा नाही ता पर आपनकर एडमिट कार्ड आसी जिवो तो सेटा हला फॉलो करथां तो हमें आपन बाहर पहुंचे देबो। तो बाकी रहा हाउ टू अप्लाई हमर जेमति मो कहिले www.odishapolice.gov.in ले जाकी अप्लाई करबा पड़ो डिटेल्स डॉक्यूमेंट्स सह आउ बाकी रहा रिटन टेस्ट हम जमी मुझे कही प्रथम फिजिकल आमर कौन हम फिजिकल एफिशिएंसी टेस्ट हम आमर मेजरमेंट टेस्ट हम। तो तापर जदि परीक्षा देखा पेपर 1 ले अच्छी आमर जनरल इंग्लिश आउ उड़िया लैंग्वेज मु पूर्व वीडियो में सब डिस्कशन करी मो वीडियो देखिपारे सी असुविधा ना ठीक अच्छे। ये 100टा MCQ मल्टीपल चॉइस क्वेश्चन आसो 90 मिनिट्स बाकी पेपर 2 रे आमर 10 स्टोरीज 200 मल्टीपल चॉइस क्वेश्चंस 180 मिनिट्स है टोटाल 300 मार्क रु आमर परीक्षा हम। बाकी रहा पेपर 3 जो टेक्निकल पेपर रहा तो ताहले सेठी हम 200टा MCQ आसो मल्टीपल चॉइस क्वेश्चन आसो 180 मिनिट्स टोटाल है 500 मार्क्स रु परीक्षा हम। बाकी रहा से कथा गोटे ठीक कले गोटे मार्क पड़ो मिल सहित जदि गोटे भूल है 0.25 नेगेटिव मार्क 4टार गोटे कौन कर कट ओके। आ कहला से कौन कर आमर 7 गुणा पिला से नहीं जीव आमर कौन फिजिकल ओके रिटिन लो 7 गुणा पिला फिजिकल से नहीं जीव। तो यह था नोटिफिकेशन बाकी रहा ये पेपर 1 आमर सिलेबस रहा जनरल इंग्लिश तार ये सिलेबस बाकी रहा उड़िया लैंग्वेज रे रहा आमर कम्प्रेहेंशन है वोकाबुलरी यूजेस एंड वोकाबुलरी ट्रांसलेशन फ्रॉम इंग्लिश टू उड़िया पेपर 2 रे सब रहा जनरल स्टडीज रे रहा को देखी ने सब रहा हाँ आ बाकी रहा फिजिकल मेजरमेंट कौन रहा ना SCBC मेन रहा हाइट 168 सेंटीमीटर वेट है 55 kg होता दरकार आ छाती जदि आमर बिना चौड़ारे फुले कि 79 सेंटीमीटर आउ एक्सपांड कले 84 सेंटीमीटर होता दरकार। वुमेन ले किसी ना SCB जनरल आ SCBC वुमेन ले 155 सेंटीमीटर हाइट आउ 47.5 kg है वेट ये नील आउ SC ST मेन रे रहा आमर 163 हाइट 50 kg रहा वेट होता दरकार 66 बिना रे विथ 81 सेंटीमीटर एक्सपांड कले छाती फुले। तो बाकी रहा ST आउ SC वुमेन सेमती किसी ना तो खाली हाइट 150 सेंटीमीटर होता दरकार आ वेट होता दरकार 45 kg होता दरकार। बाकी रहा फिजिकल एफिशिएंसी टेस्ट ये सब रहा SI पुलिस रे आमर मेन को रहा 1.6 किलोमीटर दौड़ हम तो आपको 8 मिनिट कंप्लीट कर दरकार जी वुमेन को 10 मिनिट कंप्लीट कर दरकार। लॉन्ग जंप SI पुलिस रे हम 3टा अटेम्प्ट दिया 3.66 मीटर्स आ वुमेन ले 2.77 मीटर्स से 3टा अटेम्प्ट ये आमर 5 किलोमीटर क्रॉस कंट्री ये सब से नील अच्छे। बाकी रहा ये SI पुलिस सेटा को आमर रनिंग 8 मिनिट कंप्लीट कर दरकार मेन वुमेन मानकर किसी ना आउ लॉन्ग जंप रे आमर SI पुलिस आर्म रे 3टा मिल। तो बाकी रहा वुमेन ले नील अच्छे ये आमर 40 मिनिट्स दिज्व रनिंग 5 किलोमीटर ओके। तो बाकी लास्ट एंड जेलर से एमती है 8 मिनिट्स दब आमर 1.6 किलोमीटर कंप्लीट करने ये 10 मिनिट्स दब आमर गर्ल्स वुमेन मानक है तो 3 अटेम्प्ट्स दब से मेन को आमर 3.66 मीटर्स तापर ये 3 अटेम्प्ट्स से वुमेन मान 2.77
ମିଟର ଓକେ ଆଉ 77 ମିଟର ବାକି ରହିଲା ଷ୍ଟେସନ ଅଫିସର ଆମର ଯେଉଁଟାକି ଆମର ସାଇନ୍ସ ପିଲାମାନେ ହିଁ କେବଳ ଆପ୍ଲାଏ କରିବେ ବୋଲି ମୁଁ ପୂର୍ବରୁ କହିଦେଇଛି 8 ମିନିଟ୍ସ ମଧ୍ୟ ସେ ରନିଂ କରିବାକୁ ପଡ଼ିବ ଏଠି ମଧ୍ୟ 3ଟା ଆଟେମ୍ପ ଦିଆଯିବ ମେନ୍ ପାଇଁ ଏଠି ନାହିଁ ଆମର ମାନଙ୍କର ନିଲ୍ ଏଠି ଆମର 40 ମିନିଟ୍ ମଧ୍ୟ ଆଙ୍କୁ ଦିଆଯିବ ସେଇ ଆମର କ୍ରସ୍ କରିବା ପାଇଁ ଆଉ ବାକି ରହିଲା 3ଟା ଚାନ୍ସ ଦିଆଯିବ ଏଠି ଆମର କ'ଣ କରୁନା କ୍ଲାଇମ୍ବିଂ ଅଫ୍ 8 ମିଟର୍ସ ହେଲା ଗ୍ରାଉଣ୍ଡ ଲେବୁଲରୁ ଚଢ଼ିବା ପାଇଁ ବାକି ରହିଲା ଏଠି ସୁଇମିଂ ଦିଆଯିବ ଆମର ଫାୟାର ସର୍ଭିସ୍ ଓକେ ଷ୍ଟେସନ ଅଫିସର ଏଠି ଆମର 100 ମିଟର୍ସ ଦିଆଯିବ 10 ମିନିଟ୍ରେ ସୁଇମିଂ ମାନେ ପହଁରିକି ପାର କରିପାରୁଥିବା ଦରକାର ଓକେ ତ ଏଇଆ ଥିଲା ସବୁ ନୋଟିଫିକେସନ୍ ହଁ ଯଦି ଏନସିସିରେ ପି ସାର୍ଟିଫିକେଟ୍ ତ ମୁଁ 1 ମାର୍କ ମିଳିବ ଅଧିକା ଯଦି ଏନସିସି ସାର୍ଟିଫିକେଟ୍ ହେଲେ 2 ମାର୍କ ମିଳିବ ଓକେ ବାକି ଡକ୍ୟୁମେଣ୍ଟ ଆଣ୍ଡ ସାର୍ଟିଫିକେଟ୍ ଭେରିଫିକେସନ୍ ତ ହେଲା ସିଲେକ୍ସନ୍ ପ୍ରୋସିଜର୍ ହେଲା ଯେମିତି ମୁଁ କହିଦେଲି ହେଲା ଆଉ ଯଦି ପେନାଲ୍ଟି ଏସବୁ ଲେଖା ହେଇଛି ଯଦି ସେଇଟା ଫୁଲଫିଲ୍ ତାକୁ ଅମାନ୍ୟ କରାଯିବ କଥା ବଦମାସ କାମ କିଛି କରୁଥିଲେ ତାଙ୍କୁ ଡିସକ୍ୱାଲିଫାଏ କରାଯିବ ହେଲା ତ ଏହା ହେଲା ଜିନିଷ ତ ଏ ଇମ୍ପୋର୍ଟାଣ୍ଟ ଇନଷ୍ଟ୍ରକ୍ସନ୍ ହେଇଛି 10ଟା PM ଭିତରେ ତୁମକୁ କରିବାକୁ ହେବ ଆଉ ଯେଉଁ ଆମର ଯେବେ ଶେଷ ହେଉଛି ଆମର ଆପ୍ଲାଏ ତ ହେଇଥିଲା କମ୍ପ୍ଲେନ୍ ନୋଟିଫିକେସନ୍ ଭଲସେ ଦେଖାଦେଖି କରିକି ଆପ୍ଲାଏ କରିବେ ବହୁତ ଗୁଡ଼ାଏ ଭଲ ପୋଷ୍ଟ ଅଛି ଆଉ ବାକି ରହିଲା ତାର ହେଲ୍ପ ଡେସ୍କ ଆଉ ତେଣୁ ପଢ଼ାପଢ଼ି କରନ୍ତୁ ଆଉ ଆଇ ହୋପ୍ ସମସ୍ତଙ୍କର ହେଇଯାଉ ଜଗନ୍ନାଥଙ୍କ କୃପାରୁ ତେଣୁ କିଛି ହଡ଼ବଡ଼ି ହେବା ଦରକାର ନାହିଁ ତ ଆରାମସେ କେୟାରଫୁଲି ଆପ୍ଲାଏ କରନ୍ତୁ ଆଉ ବାକି ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କମେଣ୍ଟ ସେୟାର ଆଉ ହଁ ସବସ୍କ୍ରାଇବ୍ ନିହାତି ଭାବରେ କରିବେ ଆଉ ରହୁଛି ପୁଣି ଆଉ ଗୋଟେ ଭିଡ଼ିଓରେ ଦେଖା ହେବ ଜୟ ଜଗନ୍ନାଥ।